हाय पिलामाने समस्तଙ୍କୁ ଓଡ଼ିଆ ସାର୍ ୱେଭି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଏହି ଭିଡ଼ିଓଟି ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ। ସମସ୍ତେ ଜାଣ ଆସନ୍ତା ମାର୍ଚ୍ଚ 5 ତାରିଖରେ ସିବିଏସ୍ଇ 10th ବୋର୍ଡ଼ ଓଡ଼ିଆ ଏକ୍ଜାମ୍ ରହିଛି। ତାକୁ ଦୃଷ୍ଟିରେ ରଖି ଏହି ଭିଡ଼ିଓଟି ମୁଁ ପ୍ରସ୍ତୁତ କରିଛି। ଏହି ଭିଡ଼ିଓରେ ଦଶମ ଶ୍ରେଣୀ ଓଡ଼ିଆ ବିଷୟର ପଦ୍ୟ ଏବଂ ଗଦ୍ୟ ବିଭାଗର ଯେତେ ସବୁ ଚ୍ୟାପ୍ଟର୍ସ ଅଛି ସେଇଥିରୁ ଆମେ ମୁଖ୍ୟ ପଏଣ୍ଟ ଗୁଡ଼ିକ ଉପରେ ଆଲୋଚନା କରିବା। ତେଣୁ ପିଲାମାନେ ଭିଡ଼ିଓଟି ଲମ୍ବା ହୋଇପାରେ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବ, ଯାହାଫଳରେ କି ସମସ୍ତଙ୍କ ରିଭିଜନ୍ ହେବ ଯାହା ସବୁ ପାଠ ରହିଛି। ପ୍ରଥମେ ଦେଖ ପଦ୍ୟ ବିଭାଗରୁ ରହିଛି ବନ୍ଦେ ଉତ୍କଳ ଜନନୀ ପ୍ରଥମ ପଦ୍ୟ। କବି ହେଉଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର। ଏହି କବିତାରେ ଓଡ଼ିଆ ଅସ୍ମିତା ପ୍ରକାଶ ପାଉଥିବାରୁ ଏହି କବିତାକୁ କେଉଁ କବିତା? ବନ୍ଦେ ଉତ୍କଳ ଜନନୀ। ବନ୍ଦେ ଉତ୍କଳ ଜନନୀ କବିତାକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯାଇଥିଲା ଜୁନ 7 ତାରିଖ 2020 ମସିହାରେ। ଏହି କବିତାରେ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ମାଟିର ଜୟଗାନ କରିଛନ୍ତି, ଓଡ଼ିଶାର ପ୍ରାକୃତିକ ପରିବେଶ ଉପରେ ବର୍ଣ୍ଣନା କରିଛନ୍ତି, ଓଡ଼ିଆ ଭାଷା ଉପରେ, ଓଡ଼ିଶାର କାରୁକାର୍ଯ୍ୟ ଉପରେ, ମନ୍ଦିର, ଗୁମ୍ଫା, ତାପରେ କବି, ମହାରାଜା, ଯୋଦ୍ଧା ଏମାନଙ୍କ ବିଷୟରେ ବା ଏମାନଙ୍କ ଉପରେ ଜୟଗାନ କରିଛନ୍ତି। ଉତ୍କଳ ମାତାର ଭାଷାକୁ ସୁନ୍ଦର କହୁଛନ୍ତି, ହେ ଉତ୍କଳ ମାତା ତୋ ହସ ଯେମିତି ସୁନ୍ଦର, ତୋ ଭାଷା ମଧ୍ୟ ସେମିତି ସୁନ୍ଦର। ହେ ଉତ୍କଳ ମାତା ତୋ ଶରୀରକୁ, ତୋ ଦେହକୁ ସମୁଦ୍ରର ପବିତ୍ର ଜଳଧାରା ଧୋଇ ଦିଏ। ଭୂଧର ମାଳା ଗୁଡ଼ିକ, ପର୍ବତ ମାଳା ଗୁଡ଼ିକ ତରଙ୍ଗ ସଦୃଶ ତୋ ଦେହରେ ଶୋଭା ପାଉଛନ୍ତି। ବିହଙ୍ଗ କୂଳର କଳରବରେ ତୁ ଆକାଶ ମୁଖରିତ। ହେ ଉତ୍କଳ ମାତା, ହେ ଉତ୍କଳ ମାତା ଋଷିମାନଙ୍କ କୁଟୀରରେ ତୁ ପବିତ୍ର ହୋଇଯାଇଛୁ। ଶତ୍ରୁମାନଙ୍କ ରକ୍ତରେ ହେ ଉତ୍କଳ ମାତା ତୁ ଅନୁରଞ୍ଜିତ। ବିଦ୍ୱାନ ମାନେ ସାରା ବିଶ୍ୱରେ ସ୍ନେହଭାଜନ ହେଉଛନ୍ତି। ହେ ଉତ୍କଳ ମାତା କବି କୂଳ ତ ଜୟଗାନ କରୁଛନ୍ତି ନିଜର କାବ୍ୟ କବିତା ମାଧ୍ୟମରେ। ପୁଣି ଦ୍ୱିତୀୟ ପଦ୍ୟ ଅଛି ପିଲାମାନେ ଭୀମଙ୍କ ସିଂହନାଦ ରଳି। କବି ହେଉଛନ୍ତି ଶୂଦ୍ରମଣି ତଥା ଆଦିକବି ଶାରଳା ଦାସ। ଶାରଳା ଦାସ କପିଳେନ୍ଦ୍ର ଦେବଙ୍କ ସମକାଳ ବୋଲି କୁହାଯାଏ। ଏହି ଭୀମଙ୍କ ସିଂହନାଦ ରଳି ପଦ୍ୟଟି ଶାରଳା ମହାଭାରତର ଗଦା ପର୍ବରୁ ଆସିଅଛି। ଏହା ମଧ୍ୟ ପ୍ରଶ୍ନ ଆସିଥାଏ ପିଲାମାନେ, ଭୀମଙ୍କ ସିଂହନାଦ ରଳି ପଦ୍ୟଟି ଶାରଳା ମହାଭାରତର କେଉଁ ପର୍ବରୁ ଆସିଅଛି? ଉତ୍ତର ଗଦା ପର୍ବରୁ ଆସିଅଛି। ଏହି ପଦ୍ୟରେ କବି ଶାରଳା ଦାସ କେଉଁ ବିଷୟରେ ବର୍ଣ୍ଣନା କରିଛନ୍ତି? ମହାଭାରତ ଯୁଦ୍ଧର ଶେଷ ପର୍ଯ୍ୟାୟରେ ଦୁର୍ଯ୍ୟୋଧନ ଭୟଭୀତ ହୋଇପଡ଼ିଛନ୍ତି ଏବଂ ସେ ଚାହିଁଛନ୍ତି କେମିତି ଭୀମଙ୍କ ଠାରୁ ରକ୍ଷା ପାଇବେ। ତେଣୁ ପ୍ରଥମରେ ଯାଇଛନ୍ତି ଦୁର୍ବାସା ଋଷିଙ୍କ ପାଖକୁ, କେମିତି ସେ ରକ୍ଷା ପାଇବେ ଭୀମଙ୍କ ଠାରୁ। ଦୁର୍ବାସା ଋଷିଙ୍କ ଉପଦେଶରେ ଦୁର୍ଯ୍ୟୋଧନ ବ୍ୟାସ ସରୋବରକୁ ଯାଇଛନ୍ତି ଲୁଚିବା ପାଇଁ। ତାଙ୍କ କଥା ମାନି ବ୍ୟାସ ସରୋବରରେ ଲୁଚି ରହିଛନ୍ତି। ସେଇ ବ୍ୟାସ ସରୋବର ମାହାତ୍ମ୍ୟ ପୁଣି ଗୋଟିଏ ଅଛି। କାହିଁକି ସେ ସେଠି ଲୁଚିଲେ? କାରଣ ବ୍ୟାସ ସରୋବର ମାହାତ୍ମ୍ୟ ହେଲା କି ଯେତେବେଳେ ବ୍ୟାସଦେବ ମହାଭାରତ ତଥା ଅଷ୍ଟାଦଶ ପୁରାଣ ରଚନା କରୁଥିଲେ, ସେହି ସମୟରେ ଶିବ ଦକ୍ଷ ଯଜ୍ଞ ସମାପ୍ତି ପରେ ନିଜକୁ ଶୀତଳତା ପ୍ରଦାନ କରିବା ପାଇଁ ବ୍ୟାସ ସରୋବରକୁ ବଳପୂର୍ବକ ପ୍ରବେଶ କରିଛନ୍ତି। ସେହି ସମୟରେ ବ୍ୟାସଦେବଙ୍କ ଲେଖାରେ ବ୍ୟାଘାତ ଆସିଲା। ପରବର୍ତ୍ତୀ ସମୟରେ ଶିବ ଅଭିଶାପ ଦେଲେ କି ଯିଏ ବି ନିଜ ଶତ୍ରୁ କବଳରୁ ରକ୍ଷା ପାଇବା ପାଇଁ ଏହି ବ୍ୟାସ ସରୋବରରେ ଆତ୍ମଗୋପନ କରିବ ଅର୍ଥାତ୍ ଲୁଚିବ, ତେବେ ତାର ଶତ୍ରୁ ବଳପୂର୍ବକ ପ୍ରବେଶ କରିପାରିବେ ନାହିଁ। ଯଦି ବି ପ୍ରବେଶ କରିବେ ସେ ଧ୍ୱଂସ ହୋଇଯିବେ। ତେଣୁକରି ଦୁର୍ବାସା ଋଷି ଉପଦେଶ ଦେଇଛନ୍ତି ତୁମେ ଯାଇକି ବ୍ୟାସ ସରୋବରରେ ଆତ୍ମଗୋପନ କର। ତ ତେଣୁକରି ଏବେ ବର୍ତ୍ତମାନ ଭୀମ ବଳପୂର୍ବକ ପ୍ରବେଶ କରିପାରିବେ ନାହିଁ ବ୍ୟାସ ସରୋବରକୁ। ତ ସହଦେବଙ୍କ କଥା ମାନି ଭୀମ ଶିବଙ୍କୁ ମାଗିଛନ୍ତି ସିଂହନାଦ। ସିଂହନାଦ ଆଣିଲା ପରେ ରଡ଼ି କରିଛନ୍ତି। ରଡ଼ି ସହ୍ୟ କରିନପାରି ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାରି ଆସିଛନ୍ତି। ପୁଣି ରହିଛି ଭୀମଙ୍କ ସିଂହନାଦ ରଡ଼ି। ଯେଉଁ ଭୀମ ଯେଉଁ ରଡ଼ି କଲେ, କ'ଣ ସବୁ ପୃଥିବୀରେ ଦେଖାଦେଲା, କ'ଣ ସମସ୍ୟା ସୃଷ୍ଟି ହୋଇଥିଲା, ପ୍ରଥମ ରଡ଼ିରେ କେଉଁ ପରିସ୍ଥିତି ଦେଖାଦେଲା, ଦ୍ୱିତୀୟ ରଡ଼ିରେ କେମିତି ହେଲା, ତାପରେ ଦୁର୍ଯ୍ୟୋଧନ ମା ଲକ୍ଷ୍ମୀଙ୍କ କୋଳରୁ କେମିତି ଆସିଲେ, ମା ଲକ୍ଷ୍ମୀଙ୍କୁ ସେ କିପରି ନିନ୍ଦା କଲେ, କାହିଁକି ନିନ୍ଦା କଲେ, ବା ତାପରେ ମା ଲକ୍ଷ୍ମୀ ଦୁର୍ଯ୍ୟୋଧନକୁ କାହିଁକି ଛାଡ଼ିଲେ, ଏହିପରି ବିଷୟବସ୍ତୁ ରହିଛି, ତାହା ତୁମେ ଦେଖିବ। ତୃତୀୟ ପଦ୍ୟ ଅଛି ରାଘବଙ୍କ ଲଙ୍କା ଯାତ୍ରା ନକୁଳ। କବି ହେଉଛନ୍ତି ଉପେନ୍ଦ୍ର ଭଞ୍ଜ, ଘୁମୁସ ରାଜବଂଶର ଉପେନ୍ଦ୍ର ଭଞ୍ଜ। ବୈଦେଶ ବିଳାସ, ଏହି ରାଘବଙ୍କ ଲଙ୍କା ଯାତ୍ରା ନକୁଳ କବିତା ବୈଦେଶ ବିଳାସର
40 ଛାନ୍ଦରୁ ଗୃହୀତ ଅଛି। ବୈଦିକ ବିଳାସ କାବ୍ୟ ଯେଉଁ କାବ୍ୟ କି ବ ଆଦ୍ୟ ବର୍ଣ୍ଣ ନିୟମରେ ରଚିତ। ବ ଆଦ୍ୟ ବର୍ଣ୍ଣ ନିୟମ କ'ଣ? ଦେଖିବ ପିଲାମାନେ, ପ୍ରତ୍ୟେକ ଧାଡ଼ି ବରୁ ହିଁ ଆରମ୍ଭ। ରାଘବଙ୍କ ଲଙ୍କା ଯାତ୍ରାନୁକୂଳ ପଦ୍ୟ ପ୍ରତ୍ୟେକ ଧାଡ଼ି ବରୁ ହିଁ ଆରମ୍ଭ। ଠିକ୍ ସେମିତି ବୈଦେଶ ବିଳାସ କାବ୍ୟ ମଧ୍ୟ ପ୍ରତ୍ୟେକ ଧାଡ଼ି ବରୁ ହିଁ ଆରମ୍ଭ ହୋଇଛି। ତ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ ପଦ୍ୟଟି ବୈଦେଶ ବିଳାସର 40ତମ ଛାନ୍ଦରୁ ଗୃହୀତ ବା ଅଣାଯାଇଛି। ତ ଏହି କବିତାରେ କେଉଁ ବିଷୟବସ୍ତୁ ବର୍ଣ୍ଣିତ? ଜାଣିଥିବ ରାମାୟଣ କଥା ସମସ୍ତେ। ରାବଣ ସୀତାଙ୍କୁ ଚୋରି କରି ଲଙ୍କା ନଗରୀକୁ ଯାଇଛନ୍ତି। ସୀତା ରାବଣଠାରେ ବନ୍ଦୀ ଭାବରେ ଅଛନ୍ତି। ତ ସୀତା ମାତାଙ୍କୁ ଉଦ୍ଧାର କରିବା ପାଇଁ ରାମଚନ୍ଦ୍ର ବାହାରି ପଡ଼ିଛନ୍ତି। ସେତୁ ବାନ୍ଧିକି ଯିବେ। ଯେତେ ବି ପଥର ପକାଇଲେ ସବୁ ବୁଡ଼ିଗଲା। ତେଣୁ ରାମଚନ୍ଦ୍ର ଚିନ୍ତିତ ଏବଂ ସେ ବରୁଣ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଅନାହାରେ ଅଛନ୍ତି। କୁଶ ଶୟନ କଲେ ବରୁଣ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ। ଅନ୍ୟ ପର୍ଯ୍ୟାୟରେ ରାବଣ କ'ଣ କରିଛନ୍ତି? ନିଜର 2 ମନ୍ତ୍ରୀ ଶୁକ ଓ ଶାରଣକୁ ପଠାଇଛନ୍ତି। କାହା ପାଖକୁ? ବିଭୀଷଣ ପାଖକୁ ଏବଂ ଅଙ୍ଗଦ ପାଖକୁ। ବିଭୀଷଣ ପାଖକୁ କ'ଣ ପଠାଇଛନ୍ତି ବାର୍ତ୍ତା? କି ତାଙ୍କ ଜନ୍ମ ହେଉଛି ଗୋଟେ ରାଜକୁଳରେ, ଗୋଟେ ଉଚ୍ଚ ବଂଶ ତାଙ୍କ ଜନ୍ମ, କିନ୍ତୁ ଏବେ ବର୍ତ୍ତମାନ ସେ ସାଧାରଣ ବନରେ ବାସ କରୁଥିବା ଲୋକଙ୍କ ପାଖେ କାହିଁକି ସେ ଆଶ୍ରୟ ନେଇଛନ୍ତି? କେଉଁ କାରଣ ଯୋଗୁଁ ସେ ରାମଚନ୍ଦ୍ରଙ୍କ ପାଖେ ଶରଣ ନେଇଛନ୍ତି? ତାହା ଠିକ୍ ହେଉନାହିଁ। ଏହି ବାର୍ତ୍ତା ପଠାଇଛନ୍ତି ବିଭୀଷଣଙ୍କ ପାଖକୁ। ବିଭୀଷଣ ଉତ୍ତରରେ କହିଲେ କ'ଣ? ଯଦି ରାବଣ ସୀତା ମାତାଙ୍କୁ ଛାଡ଼ିଦେବେ ତେବେ ବିଭୀଷଣ ଲଙ୍କା ନଗରୀକୁ ପ୍ରତ୍ୟାବର୍ତ୍ତନ କରିବେ। ଠିକ୍ ସେମିତି ଅଙ୍ଗଦ ନିକଟକୁ ବାର୍ତ୍ତା କ'ଣ ଦେଇଛନ୍ତି? କି ବାର୍ତ୍ତା ଦେଇଛନ୍ତି କି ରାମଚନ୍ଦ୍ର ହେଉଛନ୍ତି ତୁମ ବାପାଙ୍କ ଶତ୍ରୁ, ତୁମେ ତାଙ୍କୁ ସାହାଯ୍ୟ କରିକି କି ପୁଣ୍ୟ ଅର୍ଜନ କରିବାକୁ ଚାହୁଁଛ? ତେଣୁ ତୁମେ ଯଥାଶୀଘ୍ର ସେଇଠୁ ବିବାଦ ରଚନା କରି ଝଗଡ଼ା କରି ପଳେଇ ଆସ ନିଜର ସୈନ୍ୟ ସାମନ୍ତ ଧରି ବୋଲିକି ରାବଣ ଅଙ୍ଗଦ ନିକଟକୁ ବାର୍ତ୍ତା ଦେଇଛନ୍ତି। କିନ୍ତୁ ଅଙ୍ଗଦ ମଧ୍ୟ ମାନି ନାହାନ୍ତି। ବଜ୍ରାଘାତ ସମଚାପଡ଼ା ପ୍ରହାର କରିଛନ୍ତି। ସେଇଠୁ ରକ୍ଷା ପାଇଗଲେ। ଶୁକ ଶାରଣ ପୁଣି ଫେରି ଆସିଲେ ଲଙ୍କା ନଗରୀକୁ ଏବଂ ସମସ୍ତ ବାର୍ତ୍ତା ରାବଣକୁ କହିଛନ୍ତି। ତାପରେ ଅଛି ଚିଲିକାରେ ସାୟନ୍ତନ ଦୃଶ୍ୟ। କବି ହେଉଛନ୍ତି ରାଧାନାଥ ରାୟ। ଏହି ଚିଲିକାରେ ସାୟନ୍ତନ ଦୃଶ୍ୟ କବିତାଟି ଚିଲିକା ଖଣ୍ଡ କାବ୍ୟରୁ ଆସିଅଛି। ଏହି ଚିଲିକାରେ ସାୟନ୍ତନ ଦୃଶ୍ୟ କବିତାରେ କବି ଚିଲିକାର ସନ୍ଧ୍ୟାକାଳୀନ ଦୃଶ୍ୟ ବର୍ଣ୍ଣନା କରିଛନ୍ତି। ସନ୍ଧ୍ୟା ସମୟରେ ସେ ଥରେ ବୁଲିବାକୁ ଯାଇଛନ୍ତି ଚିଲିକାକୁ। ସେଇଠି ଦେଖିଛନ୍ତି ମତ୍ସ୍ୟଜୀବୀମାନଙ୍କୁ, ଯେଉଁମାନେ କି ଚିଲିକାର ପୂର୍ବ ଦିଗରେ ଅଛନ୍ତି, ମାଛ ମାରୁଛନ୍ତି। ସେମାନେ ସନ୍ଧ୍ୟା ସମୟ ହେବା ଯୋଗୁଁ ଭାଲେରୀ ଶିଖର ଉପରେ ସନ୍ଧ୍ୟା ତାରା ଦେଖି ଜାଣିବାକୁ ପାଇଲେ କି ସନ୍ଧ୍ୟା ହେବାକୁ ଯାଉଛି। ତେଣୁ ସେମାନେ ଫେରୁଛନ୍ତି। ଫେରିବା ସମୟରେ କବି ସୂର୍ଯ୍ୟ ବଳଦେବ ରଥଙ୍କ ଗୀତ ଗାନ କରୁଛନ୍ତି। ଯେଉଁ ଗୀତ ଗଲାଣି ତ ଗଲା କଥାରେ ସଂଗାତ, ସେଇ ଗୀତ ଗାନ କରିକି ଆସୁଛନ୍ତି। ସେଇ ଏକ ସୁନ୍ଦର ପରିବେଶ ସେଇଠି ସୃଷ୍ଟି ହେଇଛି। ଏବଂ ସତେ ଯେମିତି ଦିଗଙ୍ଗରା ମାନେ ଆବିର୍ଭାବ ହୋଇଛନ୍ତି। ଦିଗପାଳିକା ଦେବୀ ଲାଲ ରଙ୍ଗର ପାଟବସ୍ତ୍ର ମଧ୍ୟ ପରିଧାନ କରିଛନ୍ତି। ମଧୁର ହସ କରିଛନ୍ତି। ପୋତପାଳକଣ ମଶା ଜାଳିଛନ୍ତି ମୀନମାନଙ୍କୁ ଆକର୍ଷଣ କରିବା ପାଇଁ। ଅଜ୍ଞାନ ଲୋକ ଯେମିତି ବିପଦରେ ପଡ଼ିଥାଏ, ଠିକ୍ ସେମିତି ମାଛମାନେ ମଧ୍ୟ ଡଙ୍ଗା ତରି ଗର୍ଭରେ ପଡ଼ୁଛନ୍ତି। ଏସବୁ ବିଷୟବସ୍ତୁ ରହିଛି ଚିଲିକାରେ ସାୟନ୍ତନ ଦୃଶ୍ୟ ପଦ୍ୟରେ। ପୁଣି ପଦ୍ୟ ଅଛି ମଙ୍ଗଳେ ଅଇଲା ଉଷା। ମଙ୍ଗଳେ ଅଇଲା ଉଷା କ'ଣ? କବି ହେଉଛନ୍ତି ଗଙ୍ଗାଧର ମେହେର। ଏହି କବିତାଟି ତପସ୍ୱିନୀ କାବ୍ୟର 4ର୍ଥ ସ୍ୱର୍ଗରୁ ଆସିଅଛି। ଏହା ମଧ୍ୟ ପ୍ରଶ୍ନ ଆସିଥାଏ କି ମଙ୍ଗଳେ ଅଇଲା ଉଷା ପଦ୍ୟଟି କେଉଁ କାବ୍ୟରୁ ଆସିଅଛି? ଉତ୍ତର ହେବ ତପସ୍ୱିନୀ କାବ୍ୟରୁ ଆସିଅଛି। ବିଷୟବସ୍ତୁ ଏଠାରେ କ'ଣ ରହିଛି? ବାଲ୍ମୀକି ଆଶ୍ରମରେ ଆଶ୍ରୟ ନେଇଥିବା ସୀତାଙ୍କୁ ପ୍ରକୃତି କେମିତି ସ୍ୱାଗତ କରୁଛି, ସେହି ବିଷୟବସ୍ତୁ କବି ଗଙ୍ଗାଧର ମେହେର ଏହି କବିତାରେ ବର୍ଣ୍ଣନା କରିଛନ୍ତି। ଉଷା ଦେବୀ ନିହା ରୂପକ ମୁକ୍ତା ଆଣିଛନ୍ତି। ପତ୍ରକରରେ ଲାଲ ରଙ୍ଗର ପାଟବସ୍ତ୍ର ପରିଧାନ କରିଛନ୍ତି। ଉଷା ନିର୍ଦ୍ଦେଶ କରିଛନ୍ତି ସମୀରକୁ ଗୀତ ଗାନ କରିବା ପାଇଁ, ଭ୍ରମରକୁ କହିଛନ୍ତି ବୀଣା ବଜାଇବା ପାଇଁ, ସୁରଭିକୁ କହିଛନ୍ତି ନର୍ତ୍ତନ କରିବା ପାଇଁ। ଏହିପରି ବନ୍ଦୋବସ୍ତ କରିଛନ୍ତି ଉଷା ଦେବୀ ସୀତାମାତାଙ୍କୁ ସ୍ୱାଗତ କରିବା ପାଇଁ। ଅନ୍ୟ ପକ୍ଷରେ ତମସା ନଦୀ ମଧ୍ୟ ଅପେକ୍ଷା କରିଛନ୍ତି କେମିତି ସେ ସୀତାମାତାଙ୍କୁ କୋଳ କରି ସୁଖ ଲାଭ କରିବେ। ତମସା ନଦୀ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରିଛନ୍ତି, ଆୟୋଜନ କରିଛନ୍ତି, ମଙ୍ଗଳ ପ୍ରଦୀପ ଜାଳିଛନ୍ତି। ପରବର୍ତ୍ତୀ ପଦକୁ ଯିବା ଜାଗ ବନ୍ଦନ ହରା। ଜାଗ ବନ୍ଦନ ହରା କବି ହେଉଛନ୍ତି ଅନନ୍ତ ପଟ୍ଟନାୟକ। ନବଯୁଗ ସାହିତ୍ୟ ସଂସଦର ପ୍ରଥମ ଅଧିବେଶନରେ ଏହି କବିତା ଗାନ କରାଯାଇଥିଲା। ଅବାନ୍ତର କବିତା ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। କିଏ? କବି ଅନନ୍ତ ପଟ୍ଟନାୟକ। ଏଥିରେ କ'ଣ ବିଷୟବସ୍ତୁ ସେ ବର୍ଣ୍ଣନା କରିଛନ୍ତି? ଶୋଷଣମୁକ୍ତ ଓ ଶ୍ରେଣୀହୀନ ସମାଜ ଗଠନ ପାଇଁ ସେ ବାର୍ତ୍ତା ଦେଇଛନ୍ତି। ନବୀନ ଯୁଗର ତରୁଣମାନଙ୍କୁ ଜାଗି ଉଠିବା ପାଇଁ କହିଛନ୍ତି। ଲକ୍ଷ୍ୟ ଜୀବନରେ ଆଲୋକର ଧାରା ଖେଳିବା ପାଇଁ କହିଛନ୍ତି। ସମାଜରେ ଥିବା ଲୋକମାନଙ୍କର କ୍ରନ୍ଦନ, ଜାତି ଉପଜାତି ସବୁ କିଛିକୁ ଶେଷ କରିଦେବା ପାଇଁ ଏଠି କବି ଆହ୍ୱାନ ଦେଇଛନ୍ତି। ମାନବ ଜାତିକୁ କବି ତରୁଣମାନଙ୍କୁ କହିଛନ୍ତି ତୁମେ ହେଉଛ ମହାମାନବ, ତୁମର ଶଙ୍ଖ ଶବ୍ଦରେ ଲୋକଙ୍କର ଦୁଃଖ ଜ୍ୱାଳା ପ୍ରଶମିତ ହେବ। ହେ ମହାମାନବ ମାନେ, ହେ ତରୁଣ ମାନେ, ତୁମେ ମରୁପଥରେ ନିର୍ଝର ସୃଷ୍ଟି କରିବ। ଅନେକ ପ୍ରକାର ବନ୍ଧନ ରାଜିକୁ ଛିନ୍ନ କରି ବିଜୟର ମାଳା ପରିଧାନ କରିବ।
ଏହିପରି ବାର୍ତ୍ତା ତଥା ଆହ୍ୱାନ ଦେଇଛନ୍ତି କବି ଅନନ୍ତ ପଟ୍ଟନାୟକ ନବୀନ ଯୁଗର ତରୁଣମାନଙ୍କୁ। ପରବର୍ତ୍ତୀ ପଦ୍ୟ ହେଲା ସର୍ବଂସହା ମାଟି। କବି ହେଉଛନ୍ତି ବିଦ୍ୟୁତ୍ ପ୍ରଭା ଦେବୀ। ଏହି କବିତାଟି ମାଟି ପାଣି ପବନ କବିତା ପୁସ୍ତକରୁ ସଂଗୃହୀତ। ବିଷୟବସ୍ତୁ ଏଠି କ'ଣ ରହିଛି? ମାଟିକୁ ମା ସହିତ ତୁଳନା କରି ମଣିଷର ସୁପ୍ତ ଦିବ୍ୟ ଚେତନାକୁ ଜାଗ୍ରତ କରିବା ପାଇଁ କବି ବିଦ୍ୟୁତ୍ ପ୍ରଭା ଦେବୀ ଏହି କବିତା ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ମାଟି ମା ସମସ୍ତଙ୍କ ଉପରେ ନିଜର ସ୍ନେହ ସମାନ ଭାବରେ ବାଣ୍ଟି ଦେଇଛନ୍ତି। କାହା ସପକ୍ଷପାତିତା କରିନାହାନ୍ତି। ମାଟି ମା ଉପରେ ମଣିଷ ଚିର ଦିନରୁ ଅତ୍ୟାଚାର କରି ଆସୁଛି, କିନ୍ତୁ ମାଟି ମା ସମସ୍ତଙ୍କୁ ନିଜ ଛୁଆ ଭାବି ସମସ୍ତଙ୍କ ଦୋଷକୁ କ୍ଷମା କରିଦେଇଛି। ଏହି ମାଟି ମା ମଣିଷକୁ କେତେ କ'ଣ ଦେଇଛି, ଫଳ ଶସ୍ୟ ଆହାର ପାଣି ପବନ ସବୁ କିଛି ଦେଇଛି, କିନ୍ତୁ ମଣିଷ ମାଟି ମା ଉପରେ ଅତ୍ୟାଚାର କରି ଚାଲିଛି। ମାଟି ମା କେମିତି କ'ଣ ତା ପାଖେ ଅଛି, କେତେ ଧୈର୍ଯ୍ୟ ଶକ୍ତି ଅଛି ଯେ ମାଟି ମା ସବୁ କିଛି ସହି ଯାଉଛି। ତେଣୁକରି କବି ବିଦ୍ୟୁତ୍ ପ୍ରଭା ଦେବୀ ମଧ୍ୟ ମାଟି ମା ଠାରୁ ଧୈର୍ଯ୍ୟ ଶକ୍ତି କାମନା କରିଛନ୍ତି। ଏ ଥିଲା ପଦ ବିଭାଗର ପିଲାମାନେ। ଏବେ ଆସିବା ଜନ୍ମଭୂମି ତଥା ଗଦ୍ୟ ବିଭାଗର। ଏବେ ଆସିବା ଆମେ ଗଦ୍ୟ ବିଭାଗରୁ। ପ୍ରଥମେ ଅଛି ଜନ୍ମଭୂମି। ଲେଖକ ଏଠି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ନିଜ ପଲ୍ଲୀ ମାଟିର ମହତ୍ଵ ଦର୍ଶାଇଛନ୍ତି। ବସୁଧୈବ କୁଟୁମ୍ବକମ୍ ଭାବନାରେ ଏହି ପ୍ରବନ୍ଧଟି ଲିଖିତ। ଏଠି ଲେଖକ ଜନ୍ମଭୂମିର ପ୍ରକୃତ ଅର୍ଥ ଦର୍ଶାଇଛନ୍ତି। କାହାକୁ ଆମେ ପ୍ରକୃତରେ ଜନ୍ମଭୂମି ବୋଲି କହିବା ତାହା ଦର୍ଶାଇଛନ୍ତି। ଲେଖକ ନିଜ ଗାଁକୁ ଫେରି ପାରୁନାହାନ୍ତି କାରଣ ତାଙ୍କର ନୈତିକ ସାହସର ଅଭାବ ରହିଛି। ଦେଖିଥିବ ପିଲାମାନେ, ବହୁ ବାଦ ବିସମ୍ବାଦ ସତ୍ତ୍ୱେ ଗାଁ ଗହଳିରେ ଯେତେ ବି ଝଗଡ଼ା ହେଉଛି ସମସ୍ତଙ୍କ ଭିତରେ ଏକ ପରିବାର ତ ପରମ୍ପରା ଗଢ଼ି ଉଠିଥାଏ। ଏ ମଧ୍ୟ ଗୋଟେ ପ୍ରଶ୍ନ ଆସିଥାଏ, ଗାଁ ମାନଙ୍କରେ ଏକ ପରିବାର ତ ପରମ୍ପରା ଗଢ଼ି ଉଠିବାର କି ପ୍ରମାଣ ମିଳିଥାଏ? ଦେଖିଥିବ ଯେତେ ବି ଝଗଡ଼ା ହଉ ଲୋକମାନଙ୍କ ମଧ୍ୟରେ ଗୋଟେ ସମ୍ପର୍କରେ ସେମାନେ ବାନ୍ଧି ହୋଇଥାନ୍ତି। କେହି କକା କାଇ ଅଜା ଆଈ ଭାଇ ଭଉଣୀ ଏ ପ୍ରକାର ବନ୍ଧନ ସେମାନଙ୍କ ମଧ୍ୟରେ ରହିଥାଏ। ଲେଖକ ଏଠି ଗୋବିନ୍ଦା ଭାଇର ଉଦାହରଣ ଦେଇଛନ୍ତି। ଯେଉଁ ଗୋବିନ୍ଦା ଭାଇ ଆଜୀବନ ଅକର୍ମା, ତାର କୁଟୀରରେ ମନୋବିତ ଜ୍ୟୋତିଷା ବ୍ୟାଖ୍ୟା କରୁଥିଲା। ସାର ମାଉସୀ ଆଗରୁ ଦେଖାଇଲେ କେବେ ଆସିଲୁ ବାପା ବୋଲି କହୁଥିଲା, କିନ୍ତୁ ଏବେ ସେ କହେ କେବେ ଆସିଲ ବାବୁ। ତ ଏ ପ୍ରକାର ସମ୍ପର୍କ ନିଜ ଗାଁ ଲୋକଙ୍କ ସହିତ ଧୀରେ ଧୀରେ ବିଚ୍ଛିନ୍ନ ହୋଇଯାଉଛି ଲେଖକଙ୍କର। ବର୍ତ୍ତମାନ ଗାଁଟି ଯାକ ନବାଗତ ଅତିଥିରେ ପରିପୂର୍ଣ୍ଣ ଅଟନ୍ତି। ଯୁଆଡ଼େ ଦେଖିବ ଶୀର୍ଣ୍ଣ ମଳିନ ଉଲଗ୍ନ ପୃଷ୍ଠଧର ଶିଶୁରେ ପରିପୂର୍ଣ୍ଣ। କିଛି ଯୁବଗୋଷ୍ଠୀ ରହିଲେ, କେତେ ରାଜନୀତିର ଆଶ୍ରୟ ନେଲେ। ଯେଉଁ ବେକାର ଯୁବଗୋଷ୍ଠୀ ରହିଲେ ସେମାନେ କ'ଣ କରୁଛନ୍ତି? ପୁଷ୍ପିତ ପଳାଶ ବର୍ଣ୍ଣରେ ଦେଖୁଛନ୍ତି ବିଦ୍ରୋହର ବହ୍ନି, ସ୍ଥଳ ପଦ୍ମରେ ଦେଖୁଛନ୍ତି ଆହାବର ରକ୍ତ, ଆନତ କୃଷ୍ଣଚୂଡ଼ାରେ ଅନାଗତ ଯୁଗର ରକ୍ତ କୀର୍ତ୍ତନ ଦେଖୁଛନ୍ତି। ଗାଁରେ ଲୋକମାନଙ୍କ ଗୋଟେ କର୍ମ ଯୋଜନା ଅଛି। ଲୋକଙ୍କ ସେମାନେ କ'ଣ ଚାଷ କରିବେ, ରଜ ପର୍ବ ପାଳନ କରିବେ, ଏସବୁ ଅନେକ ରହିଛି ବିଷୟବସ୍ତୁ, ତାହା ତୁମେ ଦେଖିବ। ଯେଉଁମାନେ ଛୋଟ ସମୟରେ ଭଲ ଭଲ ପାଠ ପଢ଼ୁଥାନ୍ତି ତାଙ୍କ ଉପରେ ଅନେକ କଳ୍ପନା ଜଳ୍ପନା ଚାଲିଥାଏ, କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ନିଜ ଗାଁକୁ ଆଉ ଆସୁନାହାନ୍ତି। ଯିଏ ନିଜ ଜନ୍ମଭୂମି ସହିତ ବିଶ୍ୱାସଘାତକତା କରେ ସେ ନିଶ୍ଚିତ ଭାବେ ତାର ଫଳ ପାଇବ। ଯେମିତିକି ଭଗବାନ ଶ୍ରୀକୃଷ୍ଣ ମଧ୍ୟ ନିଜ ଜନ୍ମଭୂମି ସହିତ ବିଶ୍ୱାସଘାତକତା କଲେ, ତାର ପରିଣାମ କ'ଣ ହେଲା? ତାଙ୍କର ମଦ୍ୟପ ବଂଶଗୋଷ୍ଠୀ ଏରକାର ବର୍ଣ୍ଣରେ ପରସ୍ପର ହଣାହୁଣି ହୋଇକି ଧ୍ୱଂସ ହୋଇଗଲେ। ତାଙ୍କର ବିଶାଳ ରାଜପ୍ରାସାଦ ମଧ୍ୟ ସମୁଦ୍ର ଗର୍ଭରେ ବୁଡ଼ିଗଲା। ପରବର୍ତ୍ତୀ ଗଦ୍ୟ ହେଲା ସଭ୍ୟତା ଓ ବିଜ୍ଞାନ। ଲେଖକ ହେଉଛନ୍ତି ବଂଶୀଧର ସାମନ୍ତରାୟ। 1942 ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ ଏହି ପ୍ରବନ୍ଧ ପ୍ରକାଶ ପାଇଥିଲା। ସଭ୍ୟତା ଓ ବିଜ୍ଞାନ ବିଷୟବସ୍ତୁ ଅଛି କ'ଣ? ସଭ୍ୟତାର ବିକାଶରେ ବିଜ୍ଞାନର କ'ଣ ଅବଦାନ ରହିଛି? ସଭ୍ୟତା ଆଖ୍ୟା କାହାକୁ ଦେଇଥାଉ? ଆମେ ମାନବ ଯେଉଁ ବୈଷୟିକ ଶାରୀରିକ ମାନସିକ ନୈତିକ ଉନ୍ନତି ଏବଂ ଜ୍ଞାନ ସାଧନ କରିଥାଏ ତାହାକୁ ଆମେ ସଭ୍ୟତା ଆଖ୍ୟା ଦେଇଥାଉ। ଦେଖିଥିବ ପିଲାମାନେ, ବିଭିନ୍ନ ସଭ୍ୟତା ଆଦର୍ଶ ଭିନ୍ନ ଭିନ୍ନ ରହିଥିଲା। ଯେମିତି ଆମ ପୂର୍ବ ସମୟ ଯଦି ଚାଲିଯିବା, ରମ୍ୟ ସଭ୍ୟତା, ଗ୍ରୀଷ୍ମ ସଭ୍ୟତା, ଏ ସଭ୍ୟତାର ଆଦର୍ଶ ଗୁଡ଼ିକ ଭିନ୍ନ ରହିଥିଲା। ସେହି ସଭ୍ୟତାର ଆଦର୍ଶ ଗୁଡ଼ିକ ଥିଲା ଯାବତୀୟ ବୈଶ୍ୱିକ ଉନ୍ନତି ଏବଂ ଭୋଗ। ସେହିପରି ଭାବରେ ମିଶରୀୟ ସଭ୍ୟତା ମଧ୍ୟ ଅନୁପ୍ରାଣିତ ଥିଲା, କିନ୍ତୁ ସେମାନଙ୍କ ଠାରୁ ଅଲଗା ଥିଲା ଆମ ଭାରତୀୟ ସଭ୍ୟତା। ଆମ ଭାରତୀୟ ସଭ୍ୟତା ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ। ବର୍ତ୍ତମାନ ପୃଥିବୀରେ ସଭ୍ୟତାର ଆଦର୍ଶ କ'ଣ? ମାନବର ସର୍ବାଙ୍ଗୀନ ଉନ୍ନତି, ମାନବର ବୈଷୟିକ ଶାରୀରିକ ମାନସିକ ନୈତିକ ଉନ୍ନତି, ଜ୍ଞାନ ସାଧନ, ତା ସହିତ ବିରାଟ ସୃଷ୍ଟି ରହସ୍ୟର ଉଦ୍ଘାଟନ ଏବଂ ସେଥିରେ କେଉଁ ମହାଶକ୍ତି ଅଛି ତାର ନିରୂପଣ, ଏସବୁ ରହିଛି ବର୍ତ୍ତମାନ ପୃଥିବୀରେ ସଭ୍ୟତାର ଆଦର୍ଶ। ବର୍ତ୍ତମାନ ସଭ୍ୟତାର ଉଚ୍ଚତମ ସୋପାନରେ ପହଞ୍ଚିବା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି। ବିଜ୍ଞାନ ଆମକୁ ସଭ୍ୟତାର ଅନ୍ୱେଷଣରେ ପ୍ରଦର୍ଶକ ରୂପେ ସାହାଯ୍ୟ କରୁଛି। ଜଡ଼ ବିଜ୍ଞାନ ମୂଳରେ ଗଣିତ ଶାସ୍ତ୍ର ନିହିତ ଅଛି। ବିରାଟ ସାଗର ଆମ ପାଇଁ ଆଜି ଦୁର୍ଲଭ୍ୟ ହୋଇନାହିଁ, କି ହିମାଳୟ ପର୍ବତ ମଧ୍ୟ ଆମ ପାଇଁ କଷ୍ଟସାଧ୍ୟ ଆଉ ହୋଇନାହିଁ। ଏହା ପଛରେ ବିଜ୍ଞାନର ଅବଦାନ ରହିଛି। ଜୀବ ବିଜ୍ଞାନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ପ୍ରାଣୀ ବିଜ୍ଞାନ ଏବଂ ଆଉ ଗୋଟିଏ ହେଲା ଉଦ୍ଭିଦ ବିଜ୍ଞାନ।
ଏହି ଚର୍ଚ୍ଚାରୁ ଆମେ ଏହି ଜୀବବିଜ୍ଞାନର ଚର୍ଚ୍ଚାରୁ ପ୍ରାଣୀର ଗଠନ ପ୍ରକ୍ରିୟା କେଉଁ ଶକ୍ତି ବଳରେ ସେମାନେ ଜୀବନର ଅଧିକାରୀ ହୋଇଛନ୍ତି ତାହା ଆମେ ସହଜରେ ନିରୂପଣ କରିପାରୁଛୁ। ଶକ୍ତିର ଅବସ୍ଥିତି ଉପରେ ଦୃଷ୍ଟାନ୍ତ ଦେବାକୁ ଯାଇ ଲେଖକ ଏଠି ଗେଙ୍ଗୁଟି ପଥର ଉଦାହରଣ ଦେଇଛନ୍ତି। ସେ ଗେଙ୍ଗୁଟି ପଥର ଉପରେ ଯଦି ଆମେ ପାଣି ଢାଳିବା ସେଥିରୁ କ'ଣ ସବୁ ବାହାରିବ? ଚୂନ, ଅଙ୍ଗାରକାମ୍ଳ ବାଷ୍ପ ଓ ଉତ୍ତାପ। ଏହି ଉତ୍ତାପ ହେଉଛି ଏକ ଶକ୍ତିର ଅବସ୍ଥା ମାତ୍ର। ତ ଆଧୁନିକ ସଭ୍ୟତାର ବିପକ୍ଷବାଦୀମାନେ ଅନେକ ମତ ଦେଇଥାନ୍ତି। ଯେଉଁମାନେ ଆଧୁନିକ ସଭ୍ୟତାକୁ ବିରୋଧ କରୁଛନ୍ତି ସେମାନେ ମତ ଦିଅନ୍ତି କି ଏହି ବିଜ୍ଞାନ ଈଶ୍ୱର ବିଶ୍ୱାସ କମେଇ ଦେଇଛି। ପରବର୍ତ୍ତୀ ପ୍ରବନ୍ଧ ହେଲା ମାତୃଭାଷା ଓ ଲୋକଶିକ୍ଷା। ଲେଖକ ହେଉଛନ୍ତି ଗୋଲକ ବିହାରୀ ଧଳ। ଏହି ମାତୃଭାଷା ଓ ଲୋକଶିକ୍ଷା ପ୍ରବନ୍ଧଟି ଓଡ଼ିଆ କେବେ ବହିରୁ ସଂଗୃହୀତ? ଏ ପ୍ରଶ୍ନ ମଧ୍ୟ ଆସିଥାଏ। ମାତୃଭାଷା ଲୋକଶିକ୍ଷା କେଉଁ ବହିରୁ ସଂଗୃହୀତ? ଉତ୍ତର ହେବ ଓଡ଼ିଆ କେବେ। ଏହି ପ୍ରବନ୍ଧରେ ମାତୃଭାଷା ଓ ଲୋକଶିକ୍ଷା ପ୍ରବନ୍ଧରେ ଗୋଲକ ବିହାରୀ ଧଳ ମାତୃଭାଷାର ଉପାଦେୟତା ଏବଂ ଲୋକଙ୍କୁ ଶିକ୍ଷା ପାଇଁ ମାତୃଭାଷା କିଭଳି ଉପଯୋଗୀ ସେହି ଉପରେ ବର୍ଣ୍ଣନା କରିଛନ୍ତି। ମୁଖ୍ୟତଃ ଆଞ୍ଚଳିକ ଭାଷା ହେଉଛି ଜନତାର ପ୍ରଥମ ପ୍ରୟୋଜନ। ସମସ୍ତଙ୍କ ପ୍ରଥମେ ନିଜର ଦରକାର ନିଜର ଆଞ୍ଚଳିକ ଭାଷା। ଗାନ୍ଧୀଜୀ ମାତୃଭାଷାକୁ ମାତୃସ୍ତନ୍ୟ ପରି ମୂଲ୍ୟବାନ ମନେ କରୁଥିଲେ। ଯେମିତି ଦେଖ ଗୋଟେ ଛୁଆ ପାଇଁ ମା କ୍ଷୀର ଯେତେ ଦରକାର ଯେତେ ଗୁରୁତ୍ୱପୂର୍ଣ୍ଣ ଠିକ୍ ସେମିତି ସମସ୍ତଙ୍କର ଉନ୍ନତି ପାଇଁ ମାତୃଭାଷା ପ୍ରଥମରେ ଦରକାର ବୋଲିକି ଗାନ୍ଧୀଜୀ ବୁଝିଥିଲେ ଏବଂ ମତାମତ ମଧ୍ୟ ଦେଇଥିଲେ। ତ ଗାନ୍ଧୀଜୀ ବୁଝିଥିଲେ ଇଂରାଜୀ ଭାଷା ଶାସନର ମାଧ୍ୟମ ହେବା ପର୍ଯ୍ୟନ୍ତ କେହି ନିଜ ମାତୃଭାଷାକୁ ଗୁରୁତ୍ୱ ଦେବେ ନାହିଁ। ଉଦାହରଣ ଦେଲେ ବିଜୁଳି ବତୀ ଜଳୁଥିବା ଯାକେ କେହି ବି ଛୋଟ ଦୀପକୁ ଚାହିଁବେ ନାହିଁ। ଠିକ୍ ସେମିତି ବଡ଼ ବରଗଛ ତଳେ ଜନ୍ମିଥିବା ଛୋଟ ବରକୋଳି ଗଛ ବଢ଼ି ପାରିବ ନାହିଁ। ଏଠି ଲେଖକ ଗୋଟେ ଭାଷାର ଉଦାହରଣ ଦେଇଛନ୍ତି କେମିତି ଇସ୍ରାଏଲରେ ଲୋକମାନେ ନିଜ ଭାଷା ପାଇଁ ସଂଘର୍ଷ କରିଛନ୍ତି। ଇସ୍ରାଏଲର ଗୋଟେ ହିବ୍ରୁ ଭାଷା, ସେଇ ହିବ୍ରୁ ଭାଷା ମୃତପ୍ରାୟ ଅବସ୍ଥାରେ ଉଠି ଶେଷରେ ତାଙ୍କର ରାଜ୍ୟ ଭାଷାରେ ପରିଣତ ହୋଇପାରିଥିଲା। ସ୍କୁଲରେ ପିଲାମାନଙ୍କୁ ଶିକ୍ଷା ଦିଆଗଲା କି ବିଦେଶୀ ଭାଷା ଗ୍ରହଣ କରିବା ଭୁଲ। ଫଳରେ ଯେଉଁ ଇସ୍ରାଏଲରେ ଫ୍ରାନ୍ସ, ଜର୍ମାନୀ, ପୋଲିସ ଭାଷା ଗୁଡ଼ିକ ପ୍ରତିଯୋଗିତା କରୁଥିଲା ସେମାନେ ଧୀରେ ଧୀରେ ଲୋପ ପାଇଗଲେ। ଇସ୍ରାଏଲରେ ହିବ୍ରୁ ଭାଷା ପାଇଁ ଗୋଟେ ଭାଷା କାଉନସିଲ ମଧ୍ୟ ରହିଛି। ଗଣତନ୍ତ୍ର ମୂଳ ମନ୍ତ୍ର ହେଉଛି ଶିକ୍ଷା। ପ୍ରତ୍ୟେକ ଭୋଟର ଶିକ୍ଷିତ ହେଲେ ଯାଇକି ଗଣତନ୍ତ୍ର ସଫଳତା ପାଇବ। ତ ପ୍ରତ୍ୟେକ ଭୋଟରକୁ ଶିକ୍ଷିତ କରିବାକୁ ହେଲେ ପ୍ରଥମେ ଦରକାର ସେମାନଙ୍କର ଆଞ୍ଚଳିକ ଭାଷା ନିହାତି ଦରକାର। ମାତୃଭାଷାରେ ଯେଉଁ ସ୍ଫୂର୍ତ୍ତି ଥାଏ ଅନ୍ୟ କୌଣସି ଭାଷାରେ ତାହା ରହେ ନାହିଁ। ତେଣୁକରି ଅନ୍ନଦାସ ଶଙ୍କର ରାୟ ସେ ଢେଙ୍କାନାଳରେ ଜନ୍ମଗ୍ରହଣ କରିଥିଲେ। ICS ହେବା ପର୍ଯ୍ୟନ୍ତ ସେ ଓଡ଼ିଆରେ ଲେଖୁଥିଲେ, କହୁଥିଲେ, ଏପରିକି ନାଁ ମଧ୍ୟ ଅର୍ଜନ କରିଛନ୍ତି ଓଡ଼ିଆ ଭାଷାରେ। କିନ୍ତୁ 1963 ମସିହାରେ କଟକର ଗୋଟିଏ ସଭାରେ ସ୍ୱୀକାର କଲେ ବଙ୍ଗଳାରେ ଯେଉଁ ସ୍ଫୂର୍ତ୍ତି ହେବ ଓଡ଼ିଆ ଭାଷାରେ ତାହା ହୋଇପାରିବ ବୋଲି ସେ କଳ୍ପନା କରିପାରିଲେ ନାହିଁ, କାରଣ ତାଙ୍କର ମାତୃଭାଷା ଥିଲା ବଙ୍ଗଳା। ତ ବିଦେଶୀ ଭାଷା ଦେଖିବ ସହଜରେ ପ୍ରସାରିତ ହୁଏ ନାହିଁ। ତାହା ସ୍କୁଲ କଲେଜରେ ସୀମିତ ରହି ପିଲାମାନେ ଯେଉଁ ଭାଷା ସ୍କୁଲ କଲେଜରେ ଶିଖନ୍ତି ଘରକୁ ଆସିଲା ବେଳକୁ ନିଜ ମାତୃଭାଷା ହିଁ ବ୍ୟବହାର କରନ୍ତି। ତ ବାସ୍ତବରେ ଆମ ଜ୍ଞାନ ଭଣ୍ଡାରଟା ଇଂରାଜୀରେ ଥିବାରୁ ଲୋକେ ଆଖି ଥାଉ ଥାଉନ୍ତୁ। ଯାହା ବି ସରକାରଙ୍କ ଅନେକ ଯୋଜନା ଚାଲିଛି ଯେମିତିକି NMEP ବୋଲି କୁହାଯାଏ, ନ୍ୟାସନାଲ ମ୍ୟାଲେରିଆ ଇରାଡିକେସନ ପ୍ରୋଗ୍ରାମ, ସବୁ ଇଂରାଜୀରେ ଲେଖାଗଲା। ଲୋକମାନଙ୍କ କେଉଁ କାମରେ ଆସିଲା? ରାସ୍ତା ପାର୍ଶ୍ୱରେ ଅନେକ ଦିଗଦର୍ଶନ ଦିଆଗଲା, ଅନେକ ସଚେତନତା କାର୍ଯ୍ୟକ୍ରମ କରାଗଲା। ତାହା ମଧ୍ୟ ଯେଉଁ ଇଂରାଜୀରେ ଲେଖାଗଲା ଲୋକମାନଙ୍କ କି କାମରେ ଆଉ ଆସିଲା? ଭାଷା ପାଇଁ ଇଂରାଜୀ ଭାଷା ପାଇଁ ବର୍ତ୍ତମାନ ଗୋଟେ ଘରେ ପାଠୁଆ ଓ ଅପାଠୁଆ ବୋଲି ଗୋଟେ ପାଚେରୀ ସୃଷ୍ଟି ହୋଇଗଲାଣି। ତ ଭାଷା ପାଇଁ ସେଇ ପାଚେରୀକୁ ଭାଙ୍ଗିବା ପାଇଁ ଗାନ୍ଧୀ ପ୍ରଥମେ ପ୍ରୟାସ କରିଥିଲେ। ପୁରୀରେ ଯେଉଁ ନୂଆ ରେଲୱେ ଷ୍ଟେସନ ତିଆରି କରାଗଲା ସେଇଠି ନାଁ ଲେଖାଗଲା ପୁରୀ, ତାର ବନାନ କେମିତି ରହିଥିଲା ତାହା ବହିରେ ମଧ୍ୟ ଦେଖିଥିବ। ତ ଆମେ ସେଇ ପୂର୍ବ ସମୟରୁ ହିଁ ଆମେ ନିଜ ଭାଷା ଉପରେ ସଚେତନ ହୋଇନାହୁଁ। ଏହିପରି ଆମ ଓଡ଼ିଆ ଭାଷାକୁ ଅବହେଳା କରାଯାଉଥିଲା। ଭାଷା ପାଇଁ କିଏ କେମିତି ସଂଘର୍ଷ କରିଛନ୍ତି ତାର ଗୋଟେ ଉଦାହରଣ ଏଠି ଲେଖକ ଦେଇଛନ୍ତି ସ୍କଟଲାଣ୍ଡର କଥା। ଇଂଲଣ୍ଡରେ ଗୋଟେ ଷ୍ଟ୍ରିଟ୍ ଅଛି ଯାହାର ନାଁ ହେଲା କଣ୍ଡୁ ଷ୍ଟ୍ରିଟ୍। ତ BBC ସମ୍ବାଦ ପ୍ରଚାର ବେଳେ ତାର ଉଚ୍ଚାରଣକୁ ଭୁଲ ଭାବରେ କରାଗଲା। ତେଣୁକରି ସ୍କଟଲାଣ୍ଡର ଲୋକେ ତାଙ୍କୁ ପସନ୍ଦ କଲେ ନାହିଁ। ମାସ ମାସ ଧରି ଆନ୍ଦୋଳନ ଚାଲିଲା। ଫଳରେ ଉଭୟଙ୍କୁ ସୁହାଇଲା ଭଳିଆ ଉଚ୍ଚାରଣ ଗୃହୀତ ହେଲା। ସେହି ପୂର୍ବ ସମୟରେ ମାତୃଭାଷା ପାଇଁ ଯେଉଁମାନେ ଚିନ୍ତା କରୁଥିଲେ ସେମାନଙ୍କୁ ରିଙ୍ଗ ଲିଡର କୁହାଯାଉଥିଲା। ଯେଉଁମାନେ ଫକୀରମାନଙ୍କ ପରି ମାତୃଭାଷା ପାଇଁ ଚିନ୍ତା କରୁଥିଲେ ସେମାନଙ୍କୁ ରିଙ୍ଗ ଲିଡର କୁହାଯାଉଥିଲା। ପରବର୍ତ୍ତୀ ପ୍ରବନ୍ଧ ଆସିଲା ନରେନ୍ଦ୍ର ବିବେକାନନ୍ଦ। ଲେଖକ ହେଉଛନ୍ତି ଶରତ କୁମାର ମହାନ୍ତି। ଛତ୍ରପତି ବିବେକାନନ୍ଦ ପୁସ୍ତକରୁ ଏହି ପ୍ରବନ୍ଧଟି ଆସିଅଛି ବା ସଂଗୃହୀତ। ଏହି ପ୍ରବନ୍ଧରେ ବିବେକାନନ୍ଦଙ୍କ ଜୀବନର କିଛି ଉପାଦେୟ ଦିଗ ଉପରେ ଲେଖକ ଶରତ କୁମାର ମହାନ୍ତି ବର୍ଣ୍ଣନା କରିଛନ୍ତି। ଶ୍ରୀ ରାମକୃଷ୍ଣ ଥିଲେ ତାଙ୍କ ଗୁରୁ। କାହାର? ସ୍ୱାମୀ ବିବେକାନନ୍ଦଙ୍କ ଗୁରୁ। ପୃଥିବୀରୁ ବିଦାୟ ନେବା ବେଳକୁ ନରେନ୍ଦ୍ରଙ୍କୁ 22 ବର୍ଷ ହେଉଥିଲା।
ଦୁଇ ପିତାଙ୍କୁ ହରାଇ ଅର୍ଥାତ୍ ନିଜ ବାପା ଏବଂ ନିଜ ଗୁରୁଙ୍କୁ ହରାଇ ସେ ବର୍ତ୍ତମାନ ଏକୁଟିଆ ସତ କିନ୍ତୁ ସେ ଦୁର୍ବଳ ନାହାନ୍ତି, କାରଣ ତା ପୂର୍ବରୁ ଶ୍ରୀ ରାମକୃଷ୍ଣ ପରମହଂସ ଶିଷ୍ୟ ବିବେକାନନ୍ଦଙ୍କୁ ସବୁକିଛି ରାସ୍ତା ମାର୍ଗ ଦେଖାଇ ଦେଇଛନ୍ତି। ନରେନଙ୍କ ମନରେ ଇଚ୍ଛା ଥିଲା କ'ଣ? ନିର୍ବିକଳ୍ପ ସମାଧିର ଦିବ୍ୟ ଅନୁଭୂତି ପାଇବା ପାଇଁ। ନିର୍ବିକଳ୍ପ ସମାଧିର ଦିବ୍ୟ ଅନୁଭୂତି ପାଇବା ପାଇଁ ନରେନଙ୍କର ବହୁତ ଇଚ୍ଛା ଥିଲା। ରାମକୃଷ୍ଣ ଚାହୁଁଥିଲେ ନରେନ ଗୋଟେ ବିରାଟ ବଟବୃକ୍ଷ ପରି ହେଉ ଏବଂ ତାରି ଛାଇରେ ହଜାର ହଜାର ଲକ୍ଷ ଲକ୍ଷ ଜନତା ଆଶ୍ରୟ ପାଆନ୍ତୁ। ଏହା ରାମକୃଷ୍ଣଙ୍କ ଇଚ୍ଛା ହୋଇଥିଲା। ସ୍ୱାମୀ ରାମକୃଷ୍ଣ ପୃଥିବୀରୁ ଇହଧାମ ତ୍ୟାଗ କରିବା ପୂର୍ବରୁ ସେ ସମସ୍ତ ଶିଷ୍ୟଙ୍କୁ ଦାୟିତ୍ୱ ଦେଇଦେଲେ। କାହା ଉପରେ? ନରେନ ତଥା ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଦାୟିତ୍ୱ ଦେଇଦେଲେ। ରାମକୃଷ୍ଣଙ୍କର ଜଣେ ଶିଷ୍ୟ ହେଉଛନ୍ତି ଶ୍ରୀ ସୁରେଶ ଚନ୍ଦ୍ର ମିତ୍ର। ତାଙ୍କର ଗୋଟେ କୋଠାଘର ଥିଲା। କେଉଁ ଜାଗାରେ? ବରାହନଗରରେ ଗୋଟେ କୋଠାଘର ଥିଲା। ସେଇଠିକି ସମସ୍ତେ ଯାଇଛନ୍ତି। ସେଇଠି ରହିଲା ପରେ ସେମାନେ ବହୁତ କଷ୍ଟରେ ବଞ୍ଚନ୍ତି। କେହି କୁଆଡ଼େ ଯାଉନାହାନ୍ତି, ନା ଭିକ୍ଷାବୃତ୍ତି ପାଇଁ ଯାଉଛନ୍ତି, ନା କୌଣସି ଚାନ୍ଦା ଆଦା ପାଇଁ ଯାଉଛନ୍ତି। ବହୁତ କଷ୍ଟରେ ସେମାନେ ଚଳିଛନ୍ତି ସେଠି। ତାପରେ ପରେ ବାବୁରାମଙ୍କ ମା ନିମନ୍ତ୍ରଣ କଲେ ସ୍ୱାମୀ ବିବେକାନନ୍ଦଙ୍କୁ। ତାଙ୍କ ଗାଁ ହେଲା ଆଣ୍ଟପୁର। ପାଖ ଗ୍ରାମ ଆଣ୍ଟପୁରକୁ ଯାଇଛନ୍ତି ନରେନ ଗୁରୁ ଭାଇଙ୍କ ସହିତ। ସେଇ ଦିନ ସେ ରାତିରେ ହଠାତ୍ ଯୀଶୁଙ୍କର ଅପୂର୍ବ ବାଣୀ କହିବାକୁ ଲାଗିଲେ। 1887 ବରାହନଗର ଫେରି ଶାସ୍ତ୍ରବିଧି ଅନୁଯାୟୀ ସମସ୍ତେ ସନ୍ନ୍ୟାସୀ ଗ୍ରହଣ କଲେ। କେହି ବି ବରାହନଗରରେ ରହିକି ବାନ୍ଧି ହେବାକୁ ଚାହୁଁନଥିଲେ, ସେଇଠି ବାନ୍ଧି ହୋଇ ରହିବାକୁ ଚାହୁଁନଥିଲେ। ପରବର୍ତ୍ତୀ ସମୟରେ ଘୋଷଣା କରାଗଲା ସମସ୍ତେ ହେଉଛନ୍ତି ଗୋଟେ ମଠର ବାବାଜୀ, ତେଣୁ ନିଶ୍ଚିତ ଭାବରେ ଦିନେ ନା ଦିନେ ଭେଟ ହେବ। ଏହି ବାର୍ତ୍ତା ପ୍ରଚାର ପ୍ରସାର ହେଲା ପରେ ଭ୍ରମଣ କରିଛନ୍ତି। କିନ୍ତୁ ନରେନ ମଠର ସଂଗଠନ କାର୍ଯ୍ୟରେ 2 ବର୍ଷ ରହିଲେ। ତାଙ୍କ ସହିତ ଥିଲେ ସ୍ୱାମୀ ରାମକୃଷ୍ଣାନନ୍ଦ। ସମସ୍ତେ ଭ୍ରମଣ ଉଦ୍ଦେଶ୍ୟରେ ବାହାରିଗଲେ, କିନ୍ତୁ ସ୍ୱାମୀ ରାମକୃଷ୍ଣାନନ୍ଦ ମଠ ଛାଡ଼ି ଯାଇନାହାନ୍ତି। କାରଣ କିଏ କେତେବେଳେ ଫେରିବ ସେମାନଙ୍କ ଅପେକ୍ଷାରେ ରହିଥିଲେ। 1886ରେ ପ୍ରଥମ କରି ବିବେକାନନ୍ଦ ହିମାଳୟ ଉଦ୍ଦେଶ୍ୟରେ ବାହାରିଥିଲେ। ତାଙ୍କର ହେଲା ପ୍ରଥମ ଯାତ୍ରା। ପ୍ରଥମ ଶିଷ୍ୟକୁ ସେ ଗ୍ରହଣ କଲେ ବାଟରେ ହାଥରାସ ନାମକ ଗୋଟେ ଛୋଟ ରେଲୱେ ଷ୍ଟେସନ। ତାଙ୍କ ସେଇଠି ଯେଉଁ ଶିଷ୍ୟ ପାଇଲେ ସେ ଶିଷ୍ୟର ନାଁ ହେଲା ଶ୍ରୀ ଶରତ ଚନ୍ଦ୍ର ଗୁପ୍ତ। ପୁଣି 2 ବର୍ଷ ପରେ ଦ୍ୱିତୀୟବାର ନରେନ ବରାହନଗରରୁ ହରିଦ୍ୱାର ଯାଇଛନ୍ତି। ଗାଜିପୁରରେ ସିଦ୍ଧଯୋଗୀ ପାୱହାରୀ ବାବାଙ୍କ ସହିତ ତାଙ୍କର ସାକ୍ଷାତ ହୋଇଛି। ସେ ପାୱହାରୀ ବାବାଙ୍କ ସହିତ ତପସ୍ୟା ରତ ହେବା ପାଇଁ ଚାହିଁଥିଲେ, କିନ୍ତୁ କେହି ଜଣ ତାଙ୍କୁ ବାରଣ ମଧ୍ୟ କରିଛନ୍ତି ରାତିରେ। ତେଣୁ ସେ ତପସ୍ୟାରତ ରହିନାହାନ୍ତି ସେଇଠି। 2 ଥର ଭ୍ରମଣରୁ ଯେଉଁ ଅଭିଜ୍ଞତା ପାଇଲେ ତାଙ୍କ ମନକୁ ବହୁତ ଆଘାତ ଆସିଥିଲା। ସେ ସାନ୍ତାଳୀମାନଙ୍କ ଥରେ ଅତିଥି ହୋଇଥିଲେ। ସାନ୍ତାଳୀ ମାନେ କ'ଣ? ନିଜେ ଖାଇବାକୁ ପାଉନାହାନ୍ତି, ହେଲେ ସ୍ୱାମୀଜୀଙ୍କ ପାଇଁ କେତେ ବନ୍ଦୋବସ୍ତ କରିଛନ୍ତି। ଏହା ଦେଖିକି ସେଇ ସ୍ୱାମୀ ବିବେକାନନ୍ଦ ସାନ୍ତାଳୀ ମାନଙ୍କ ପାଇଁ କିଛି କରି ନ ପାରିବାରୁ ସିଧା ସଳଖ ଚାଲିଗଲେ ଜଙ୍ଗଲ ଭିତରକୁ। ତାଙ୍କର ଉଦ୍ଦେଶ୍ୟ ଥିଲା ବାଘର ଆହାର ହେବା ପାଇଁ। ଅନେକ ରାଜା ରାଜୁଡ଼ା ଚାହୁଁଥିଲେ ସ୍ୱାମୀଜୀଙ୍କୁ ଅତିଥି ରୂପରେ ପାଇ କୃତାର୍ଥ ମଣିବା ପାଇଁ, ହେଲେ ସ୍ୱାମୀଜୀ ସଂସାରର ଦୁଃଖୀ ଦରିଦ୍ର ଲୋକଙ୍କ ପାଖେ ଅତିଥି ହେବା ପାଇଁ ଚାହୁଁଥିଲେ। ରାଜପୁତନାରେ ସେ କ୍ଷତ୍ରିୟ ମହାରାଜାଙ୍କ ଅତିଥି ହୋଇଥିଲେ ଥରେ। କେଉଁ ଜାଗାରେ? ରାଜପୁତନାରେ କ୍ଷତ୍ରିୟ ମହାରାଜାଙ୍କ ଅତିଥି ହୋଇଥିଲେ। ସାରା ଦେଶରେ 2 ଓଳି 2 ମୁଠା ଖାଇବାକୁ ପାଉନଥିବା ଅଗଣିତ ମଣିଷକୁ ଦେଖି ବିବେକାନନ୍ଦ ଏକ ନୂତନ ଜ୍ଞାନ ପାଇଲେ। ତାହା ହେଉଛି ଭୋକିଲା ପେଟରେ ଧର୍ମ ଅନାବଶ୍ୟକ। ଏହି ଉକ୍ତିଟି ହେଉଛି ମାର୍କ୍ସ ବା ତାଙ୍କ ଅନୁଗାମୀ ମାନଙ୍କର। ହେଲେ ସ୍ୱାମୀ ବିବେକାନନ୍ଦ ଏହି ଉକ୍ତିଟି ନିଜ ଗୁରୁ ରାମକୃଷ୍ଣଙ୍କ ଠାରୁ ଶୁଣିଥିଲେ। ଥରେ ସୁଧାନନ୍ଦ ସ୍ୱାମୀଜୀଙ୍କୁ ପଚାରିଥିଲେ, ଆପଣ ଜଣେ ସନ୍ନ୍ୟାସୀ, ରାଜା ରାଜୁଡ଼ାଙ୍କ ସହିତ ସମ୍ପର୍କ କାହିଁକି ରଖନ୍ତି? ସ୍ୱାମୀଜୀ ଉତ୍ତରେ କହିଲେ, ହଜାର ହଜାର ଲୋକଙ୍କୁ ସୁମାର୍ଗରେ ଆଣିବା ଅପେକ୍ଷା ମୁଁ ଯଦି ଜଣେ ରାଜାଙ୍କୁ ସୁମାର୍ଗରେ ଆଣିପାରିଲି ତାର ଲାଭ ଅଧିକ ହେବ ବୋଲିକି ସ୍ୱାମୀ ବିବେକାନନ୍ଦ କହିଥିଲେ। ଆମେରିକାରୁ ଥରେ ସ୍ୱାମୀଜୀ ମୈଶୂର ମହାରାଜା ସାର୍ ୱାଦିୟର ବାହାଦୁରଙ୍କ ନିକଟକୁ ଗୋଟେ ଚିଠି ଲେଖିଲେ। କ'ଣ ସେ ଚିଠିରେ ଲେଖିଲେ? ଦୀନ ଦୁଃଖୀଙ୍କର ସେବା କରିବାରେ ଆପଣଙ୍କର ହୃଦୟ ପ୍ରଜ୍ୱଳିତ ହେବ। ଶିଷ୍ୟମାନେ କହିଛନ୍ତି, ପ୍ରବର୍ତ୍ତାଇଛନ୍ତି। ଶିଷ୍ୟମାନଙ୍କ ଚାନ୍ଦା ପଇସାରେ ସ୍ୱାମୀଜୀ ଆମେରିକାର ଚିକାଗୋ ଯାଇଛନ୍ତି ଏକ ବିରାଟ ଧର୍ମ ସଭାରେ ଯୋଗ ଦେବା ପାଇଁ।